ଜୟ ଜଗନ୍ନାଥ ଭାଇ ଭଉଣୀ। ପୂର୍ବ ଭିଡିଓରେ ଆପଣମାନେ ଦେଖିଥିବେ ନମ୍ବର ସିଷ୍ଟମର ଆମେ ୟୁନିଟ୍ ଡିଜିଟକୁ ପଢୁଥିଲୁ। ନମ୍ବର ସିଷ୍ଟମର ୟୁନିଟ୍ ଡିଜିଟ ଯାହା ବି ୟୁନିଟ୍ ଡିଜିଟର ଆମେ କ୍ଲାସ କଲୁ। ୟୁନିଟ୍ ଡିଜିଟର ପ୍ରାୟ 2-3ଟା କ୍ଲାସ ଗଲା। ତେଣୁ ବର୍ତ୍ତମାନ ଆମେ ନମ୍ବର ସିଷ୍ଟମର ଡିଭିଜିବିଲିଟି ରୁଲ୍ ଆଜି ପଢିବା। ତେଣୁ ଆସନ୍ତୁ ପିଲାମାନେ, ପ୍ରଥମେ ଡିଭିଜିବିଲିଟି ରୁଲ୍ ଅଫ୍ 2ର ଆମେ ଡିଭିଜିବିଲିଟି ରୁଲ୍ ଚେକ୍ କରିବା। ହେଲେ ଆମେ ଜାଣିବା ଯେ ସେ ସଂଖ୍ୟାଟି 2 ଦ୍ୱାରା ବିଭାଜ୍ୟ। ଆପଣମାନେ ମନେ ରଖିବେ 2 to the power 1 depends on last digit। ଯେକୌଣସି ଗୋଟେ ସଂଖ୍ୟା ଦେଖାଯାଉ 3, 5, 4, 2, 3, 6 এই ସଂଖ୍ୟାରେ କେବଳ ଲାଷ୍ଟ ଡିଜିଟ୍ କେବଳ ଆମେ ଲାଷ୍ଟ ଡିଜିଟଟା ହିଁ ଦେଖିବା। ଲାଷ୍ଟ ଡିଜିଟଟା ଯଦି 2 ଦ୍ୱାରା ବିଭାଜ୍ୟ ହୁଏ ତାହେଲେ ଆମେ କହିପାରିବା ପୁରା ସଂଖ୍ୟାଟା 2 ଦ୍ୱାରା ବିଭାଜ୍ୟ। ବୁଝିପାରିଲେ? ତାହେଲେ ପୁଣି ଯଦି ଆଉ ଗୋଟେ ସଂଖ୍ୟା ଦେଇଥିବ 2, 3, 4, 5, 6, 7 2 ଦ୍ୱାରା କି ବିଭାଜ୍ୟ କି ନାହିଁ ଦେଖିବା। ଆମର ଲାଷ୍ଟ ଡିଜିଟକୁ ହିଁ ଦେଖିବା। ତାହେଲେ ଏ 2 ଦ୍ୱାରା ବିଭାଜ୍ୟ ନୁହେଁ, 2 3 6 ରିମାଇଣ୍ଡର 1। ତେଣୁ 2 ଦ୍ୱାରା ବିଭାଜ୍ୟ ନୁହଁ। ତେଣୁ ଏ ପୁରା ସଂଖ୍ୟାଟା 2 ଦ୍ୱାରା ବିଭାଜ୍ୟ ନୁହଁ। ବୁଝିପାରିଲେ? ତାହେଲେ ଦେଖନ୍ତୁ, ଯେତେ ବଡ଼ ସଂଖ୍ୟା ହେଇଥାଉ ନା ଯେତେ ଛୋଟ ସଂଖ୍ୟା ହେଇଥାଉ, ୟୁନିଟ୍ ଡିଜିଟ ଯଦି 2 ଦ୍ୱାରା ବିଭାଜ୍ୟ ତାହେଲେ ପୁରା ସଂଖ୍ୟାଟା 2 ଦ୍ୱାରା ବିଭାଜ୍ୟ। ଯେମିତି ସଂଖ୍ୟାର ଲାଷ୍ଟ ଡିଜିଟ ଅଛି 7, ୟୁନିଟ୍ ଡିଜିଟ 7। ଏ 7ଟା ଯଦି 2 ଦ୍ୱାରା ବିଭାଜ୍ୟ ତାହେଲେ এই ସଂଖ୍ୟାଟା 2 ଦ୍ୱାରା ବିଭାଜ୍ୟ ହେଇଥାନ୍ତା। 7 2 ଦ୍ୱାରା ବିଭାଜ୍ୟ ନୁହଁ, ତେଣୁ ପୁରା ସଂଖ୍ୟାଟା 2 ଦ୍ୱାରା ବିଭାଜ୍ୟ ନୁହଁ। ତାପରେ ଦେଖନ୍ତୁ ଏଇ ଯୋଉ 2 to the power 1 यार मतलब ହଉଛି ଲାଷ୍ଟର 2 ଦ୍ୱାରା ବିଭାଜ୍ୟ ଲାଷ୍ଟର ଗୋଟେ ସଂଖ୍ୟା। ବୁଝିପାରିଲେ? ଏଟା ତାପରେ ଦେଖନ୍ତୁ, ବୁଝିଯିବେ, ଟିକେ ଆଗକୁ ଗଲା ପରେ ବୁଝିପାରିବେ। ଯେମିତି 2 to the power 1 2 ଦ୍ୱାରା ବିଭାଜ୍ୟ ମାନେ ଡିପେଣ୍ଡସ୍ ଅନ୍ ଲାଷ୍ଟ ଡିଜିଟ୍। ଯେକୌଣସି ସଂଖ୍ୟାର ଯଦି ଲାଷ୍ଟ ଡିଜିଟରେ ଲାଷ୍ଟ ଡିଜିଟ 2 ଦ୍ୱାରା ବିଭାଜ୍ୟ ହୁଏ ତାହେଲେ ସେ ସଂଖ୍ୟାଟା 2 ଦ୍ୱାରା ବିଭାଜ୍ୟ। ତେଣୁକୁ ଲାଷ୍ଟ ଗୋଟେ ଡିଜିଟ, ତେଣୁ 2 to the power 1। ଏଠି ମନେ ରହିଯିବ 2ର ଡିଭିଜିବିଲିଟି ରୁଲ୍, ଲାଷ୍ଟର ଗୋଟେ ଡିଜିଟ। ବୁଝିପାରିଲେ? ଲାଷ୍ଟର ଗୋଟେ ଡିଜିଟ ଯଦି 2 ଦ୍ୱାରା ବିଭାଜ୍ୟ ତାହେଲେ ସେ ସଂଖ୍ୟାଟା ପୁରା 2 ଦ୍ୱାରା ବିଭାଜ୍ୟ ବୋଲି ଆମେ ଜାଣିବା। ତାପରେ ଦେଖନ୍ତୁ divisibility rule of 4। ତାହେଲେ ଆମେ ଦେଖିବା 2ରେ ଦେଖିଥିଲେ 2ର ବିଭାଜ୍ୟତା ନିୟମ, ଯେକୌଣସି ସଂଖ୍ୟାର ଲାଷ୍ଟର ଗୋଟେ ଡିଜିଟ। କିନ୍ତୁ 2 to the power 2 ଲାଷ୍ଟର 2 ଡିଜିଟ ଦେଖିବା 2 ଦ୍ୱାରା ମାନେ 4 ଦ୍ୱାରା ବିଭାଜ୍ୟତା ନିୟମ ଆମେ ଯଦି ଚେକ୍ କରିବା ତାହେଲେ ଲାଷ୍ଟର 2 ଡିଜିଟ ଦେଖିବା। ସଂଖ୍ୟା ଗୋଟେ 3, 2, 5, 6, 4 ଦେଖିବା 3, 2, 5, 6, 4, 3, 2, 1। এই ସଂଖ୍ୟାର ଆମେ ଲାଷ୍ଟର 2 ଡିଜିଟ ଦେଖିବା।
दो डिजिट दुई द्वारा चार द्वारा विभाज्य कि नहीं। चार के चार, दुई चार 24, चार छः 24, तार ये संख्या दुई द्वारा विभाज्य, चार द्वारा विभाज्य। तेणु 64 जदि चार द्वारा विभाज्य है आम जाना पूरा संख्याटा चार द्वारा विभाज्य। देखो जो संख्या संख्यार आम केवल डिविजिबिलिटी फॉर डिविजिबिलिटी चेक करवा लास्ट रो जो टू डिजिट को देखिए 21 20 रिमाइंडर 1। तेणु ये संख्याटा 21टा चार द्वारा विभाज्य न माने पूरा संख्याटा चार द्वारा विभाज्य न बुझिपारे। सेटा गोटे संख्या लिखा 1 3 4 5 6 8 ये संख्याटा चार द्वारा विभाज्य कि नहीं ताले चेक करिबा लास्ट रो टू डिजिट कोई सेठी टू डिजिट तेणु चार के चार और दुई आठ चार सप्ताह 28 ताले ये 68 17 64 ताले ये 68 टा चार द्वारा डिविजिबल हो पारे। तेणु आम जानले पूरा संख्याटा चार द्वारा डिविजिबल बुझिपारे। ठीक से परी आम देखा 8 डिविजिबिलिटी रूल जपर संख्यार लास्ट रो गोटे डिजिट चार डिविजिबिलिटी रूल से जेकोसी संख्यार लास्ट रो दो डिजिट को आम चेक कले से भली 8 डिविजिबिलिटी रूल जेकोसी संख्यार लास्ट थ्री डिजिट को आम चेक करवा जदि थ्री डिजिट संख्या 8 द्वारा विभाज्य ताले आम जानिबा से संख्याटी 8 द्वारा विभाज्य ताले थ्री डिजिट 2 रो पावर 3 थ्री डिजिट को चेक करवा 2 रो पावर 3 जमती लास्ट टू डिजिट को चेक करवा 2 रो पावर 2 लास्ट रो गोटे डिजिट को चेक करवा 2 रो पावर 1 बुझिपाले। ठीक अछि देखंतु गोटे नंबर 6 8 4 3 2 ए संख्याटा देखिबा द्वारा विभाज्य कि नहीं हमको तार जानले डिविजिबल लास्ट थ्री डिजिट तले जो 432 ये जदि 8 द्वारा विभाज्य ताले पूरा संख्याटा 8 द्वारा विभाज्य 4 8 5 40 32 8 चौ 32 ताले ये संख्याटा 8 द्वारा विभाज्य ताले हम जानले 6 8 4 3 2 8 द्वारा विभाज्य बुझिपाले। आ गोटे एग्जांपल देखिबा 3 5 4 6 2 8 ये संख्याटा 8 द्वारा विभाज्य कि नहीं देखिबा ताले तार रूल कौन कौन लास्ट थ्री डिजिट को चेक करियो यदि ए थ्री डिजिट 8 द्वारा विभाज्य हुए ताले पूरा संख्याटा 8 द्वारा विभाज्य अटे। तो 840 856 864 857 56 57 58 60 61 62 ताले 6 6 68 8 64 चार रिमाइंडर 4 कटला नहीं ताले ये संख्याटा 8 द्वारा विभाज्य नुहे बुझिपारे। तेणु 8 डिविजिबिलिटी रूल बुझिपारे। ठीक से परी हम देखिबा 5 रो डिविजिबिलिटी रूल 5 रो डिविजिबिलिटी रूल कौन
ये कही 5 to the power 1 depends on last digit ये भी सही बोले जदि जेकोसी गोटे संख्या तार लास्ट डिजिट को चेक कले जना पड़ जीवो से 5 द्वारा विभाज्य कि नुह मनकर गोटे संख्या 1 3 5 7 6 0 देखिबा ए संख्याटा 5 द्वारा विभाज्य कि नहीं एंड देखंतु लास्ट रो कोन कहला लास्ट लास्ट डिजिट लास्ट वन डिजिट लास्ट डिजिट ठीक अछि लास्ट रो गोटे डिजिट एंड देखंतु 16 टा 5 शून्य शून्य तो ये डिविजिबल ताले से पूरा संख्या था 13576 5 द्वारा विभाज्य अटे बुझिपाले आउटे संख्या देथिबो 3 6 8 7 5 8 संख्या देखिबा ताले हमें हम रूल कोन कहूची डिपेंड्स ऑन लास्ट डिजिट देखिबा हम लास्ट डिजिट 5 के 5 रिमाइंडर 3 रिमाइंडर हेलो ए पूरा संख्याटा तार यूनिट डिजिट जेहेतु 5 द्वारा विभाज्य नुह तो ए पूरा संख्याटा 5 द्वारा विभाज्य नुह बुझिपाले आउटे देखिबा 6 7 8 5 3 2 6 8 7 5 ताले 6 7 8 6 7 8 5 3 2 6 8 7 5 हम देखिबा ए संख्याटा 5 द्वारा विभाज्य कि नुह ताले हमें हम रूल कोन कहूची लास्ट रो जो डिजिट यूनिट डिजिट से संख्याटा जदि 5 द्वारा विभाज्य ताले ए पूरा संख्याटा 5 द्वारा विभाज्य तालो लास्ट डिजिट 5 अछि 5 के 5 तालो एटा डिविजिबल होता ताले हम जाने पूरा संख्याटा 5 द्वारा विभाज्य एठी हमें कोन पहुंचले सिद्धांतरे जे जदि यूनिट डिजिट रे 0 थिबो किंबा 5 थिबो एते बड़ संख्या हेथाउ न काहेकि ताले से संख्याटा 5 द्वारा विभाज्य 5 रो पावर है तामने लास्ट रो गोटे डिजिट बुझिपाल तापर देखिबा डिविजिबल टू रूल ऑफ 25 25 रो से बड़े कोन कहिजी 5 टू द पावर 2 तामने जति गोटे संख्या को हमें चेक करबा डिविजिबल टू रूल 25 द्वारा विभाज्य कि नुह ताले कोन चेक करबे लास्ट 2 डिजिट एंटी 4 टेस्ट करथले डिविजिबल टू रूल 25 रो मध्य लास्ट रो 2 डिजिट हमें चेक करिया ताले देखंतु एग्जांपल आमे नवा 1 2 3 4 5 6 7 8 এই সংখ্যাটা सेकंड करिছে रूल लास्ट 2 डिजिट को हमें चेक करिया लास्ट 2 डिजिट जदि 25 द्वारा विभाज्य ताले पूरा संख्याटा 25 द्वारा विभाज्य अटे चलो 78 25 3 75 3 तो एटा 25 एटा 25 द्वारा 78 डिविजिबल नुह तेणु ए पूरा संख्याटा 25 द्वारा डिविजिबल होई परिबो नाही बुझिपाले जे गोटे संख्या देथिबो 6 7 8 5 3 2 5 0 ताले एटा देखंतु 6 8 7 5 3 2 5 0 हमें तार रूल कोन जानिछे 25 रो चेक करबा डिविजिबल रो लास्ट रो जदि 2 डिजिट लास्ट 2 डिजिट 2 डिजिट जदि 25 द्वारा विभाज्य ताले पूरा संख्याटा 25 द्वारा विभाज्य अटे 25 गुण 50 2
এই সংখ্যাটা 25 দ্বারা বিভাজ্য। তেଣୁ ଆମେ ଜାଣିଲେ ପୁରାଟା 25 ଦ୍ୱାରା ବିଭାଜ୍ୟ ଅଟେ। ବୁଝିପାରିଲେ? ତେଣୁ 25 ଦ୍ୱାରା ଡିଭାଇଡେବଲ୍ ଆମେ ଚେକ୍ କଲେ 125 125 ରେ ମଧ୍ୟ ସେଇଭଳି କଣ ନା ଯଦି ଯେକୌଣସି ସଂଖ୍ୟାର ଲାଷ୍ଟ 3 ଡିଜିଟ୍ ଯେଉଁଭଳି ଆମେ 8 ର ଡିଭିଜିବିଲିଟି ରୁଲ୍ ଚେକ୍ କରୁଥିଲେ ଲାଷ୍ଟ 3 ଡିଜିଟ୍ ଯଦି 125 ଦ୍ୱାରା ବିଭାଜ୍ୟ ତାହେଲେ ସେ ସଂଖ୍ୟାଟା ଜାଣିବା 125 ଦ୍ୱାରା ବିଭାଜ୍ୟ ଅଟେ। ତାର ଲାଷ୍ଟ 3 ଡିଜିଟ୍ 5 ର ପାୱାର 3 5 ର ଡିଭିଜିବିଲିଟି ଚେକ୍ କରିବା 25 ର ତାର 5 ର ପାୱାର 3 ମାନେ ଲାଷ୍ଟ ର 3 ଡିଜିଟ୍ ଚେକ୍ କରିବା। ଦେଖନ୍ତୁ 1 2 3 4 5 6 7 5 କରିବା 125 ର ଡିଭିଜିବିଲିଟି ରୁ ତାହେଲେ 725 1 2 3 4 5 6 2 5 ତାହେଲେ 625 125 125 ହେଲେ 5 5 5 5 2 5 10 2 12 2 ଦକ୍ଷିଣ 1 5 के 5 1 6 ତେଣୁ 5 ତାହେଲେ ଏ 625 125 ଦ୍ୱାରା କଟିଗଲା ତାମାନେ ଆମେ ଜାଣିଲେ এই 625 ଟା যেহেতু 625 টা 125 দ্বারা ডিভিজিবল অটে ତେଣୁ ଆମେ ଜାଣିଲେ এই ପୁରା ସଂଖ୍ୟାଟା 125 ଦ୍ୱାରା ডিভিজিবল ଅଟେ। ବୁଝିପାରିଲେ? ବାସ୍ ଆଉ ଗୋଟେ ସଂଖ୍ୟା ଦେଖିବା 3 5 6 3 8 6 7 5 2 9 0 0 এই ସଂଖ୍ୟାଟା ଦେଖିବା 125 ଦ୍ୱାରା ଡିଭିଜିବଲ କୁ ନେଇ ତାହେଲେ ରୁଲ୍ କଣ କହୁଛି ଲାଷ୍ଟ 3 ଡିଜିଟ୍ ଦେଖିବା ତାହେଲେ 900 ଦେଖିବା 125 6 7 8 ପକେଇବା 40 ରୁ 16 ପୁରୁଣା 4 16 4 20 ରୁ 0 8 के 8 10 ଅଧିକ ହେଇଗଲା ତ 100 ଅଧିକ ହେଇଗଲା ତେଣୁ 7 ଟିକ୍ ପଡ଼ିବ 7 7 5 35 ରୁ 5 3 7 2 14 15 16 17 7 1 7 के 7 1 8 875 ମାନେ 25 ରିମାଇଣ୍ଡର 25 ତାହେଲେ এই সংখ্যাটা 900 125 ଦ୍ୱାରା ডিভিজিবল ନୁହଁ ତେଣୁ ଆମେ ଜାଣିଲେ এই ପୁରା ସଂଖ୍ୟାଟା 125 ଦ୍ୱାରା ডিভিଜିবଲ ନୁହଁ ବୁଝିପାରିଲ ଆକୁ ଦେଖିବା କଣ ଦେଇଛି ଆମେ 3 ର ଡିଭିଜିବିଲିଟି ରୁଲ୍ ଚେକ୍ କରିବା ସେ କଣ କହିଛି ସମ୍ ଅଫ୍ digits ତାର ରୁଲ୍ ହେଲା ସମ୍ ଅଫ୍ digits ଯେକୌଣସି ସଂଖ୍ୟାର ଯଦି ଅଙ୍କ ମାନଙ୍କର ସମଷ୍ଟି 1 2 1 2 3 4 5 6 ଏ ସଂଖ୍ୟାଟା ଦେଇଛି ଏ ସଂଖ୍ୟାଟା 3 ଦ୍ୱାରା ଡିଭିଜିବଲ କି ନୁହଁ ଆମେ ଚେକ୍ କରିବା କେମିତି 1 ଯୁକ୍ତ 2 ଯୁକ୍ତ 3 ଯୁକ୍ତ 4 ଯୁକ୍ତ 5 ଯୁକ୍ତ 6 6 5 11 5 15 17 18 19 20 21 ତାହେଲେ ସାମ କେତେ ହେଲା 21 ଏ 21 ଟା 3 ଦ୍ୱାରା ଡିଭିଜିବଲ କରି 3 7 21 3 7 21 তাহলে এই 21 টা 3 দ্বারা ডিভিজিবল তাহলে আমি জানলে এই পুরা সংখ্যাটা 1 2 3 4 5 6 পুরা সংখ্যাটা 3 দ্বারা ডিভিজিবল অটে বুঝিপারলে ଆଉ ଗୋଟେ ସଂଖ୍ୟା ଦେଖିବା
3 5 8 7 6 9 ମୁଁ ଏଇଟା ଦେଖିବା ତାର କଣ କହିଛି 3 ଦ୍ୱାରା ଡିଭିଜିବିଲିଟି ଚେକ୍ କରିବା ମାନେ sum of digits ତାହେଲେ 3 ଯୁକ୍ତ 5 ଯୁକ୍ତ 7 ଯୁକ୍ତ 6 ଯୁକ୍ତ 9 9 6 15 15 7 2 22 22 5 27 23 30 30 ତାହେଲେ 3 ଦ୍ୱାରା କଟି ଯାଉଛି 10 ତାହେଲେ ଏଇ ସଂଖ୍ୟାଟା ମଧ୍ୟ ଏ ପୁରା ସଂଖ୍ୟାଟା 3 ଦ୍ୱାରା ଡିଭିଜିବଲ। ଆଉ ଦେଖିବା 1 3 4 5 6 1 এই সংখ্যাটা ଦେଖିବା 3 ଦ୍ୱାରା ଡିଭିଜିବଲ କି ନାହିଁ 1 ଯୁକ୍ତ 3 ଯୁକ୍ତ 4 ଯୁକ୍ତ 6 ଯୁକ୍ତ 1 6 1 7 4 11 12 13 14 1 15 15 ତାହେଲେ ये 3 द्ୱାରା ଡିଭିଜିବଲ ତେଣୁ 3 5 15 पूरा संख्याटा 3 द्ୱାରା ଡିଭିଜିବଲ ଅଟେ ବୁଝିପାରିଲେ ଯଦି ଏଇ जो ତାର ସାମ 3 ଦ୍ୱାରା ଡିଭିଜିବଲ ନୁହଁ ତାହେଲେ ଏ ସଂଖ୍ୟାଟା ଡିଭିଜିବଲ ହେଇପାରିବ ନାହିଁ 3 ଦ୍ୱାରା ବୁଝିପାରିଲେ ତେଣୁ ଆକୁ ଦେଖନ୍ତୁ 9 ଦ୍ୱାରା ସେ ସେମ୍ 3 ଦ୍ୱାରା जो sum of digits ସଂଖ୍ୟା ମାନଙ୍କର ସମଷ୍ଟି ବା ଅଙ୍କ ମାନଙ୍କର ସମଷ୍ଟି ଦେଖୁଥିଲେ 9 ମଧ୍ୟ ସେଇ sum of digit rule ଚାଲିବ ତା ବ୍ୟତୀତ डिजिटल सम ଆଉ ଗୋଟେ ନୂଆ ନିୟମ ତା ସହିତ ମାନେ ଆମେ ଜାଣିବା ଯେ 9 ର ଦୁଇଟା ରୁଲ୍ ଅଛି sum of digit ଆଉ डिजिटल सम ବୁଝିପାରିଲେ ପ୍ରଥମ ଦେଖିବା ଗୋଟେ ନମ୍ବର sum of digit ଦେଖିବା 3 5 7 6 9 এই ସଂଖ୍ୟାଟା 9 ଦ୍ୱାରା ଡିଭିଜିବଲ କି ନାହିଁ ଦେଖିବା 3 ଯୁକ୍ତ 5 ଯୁକ୍ତ 6 ଯୁକ୍ତ 9 କେତେ ହେଉଛି 9 6 15 5 20 3 23 23ଟା 9 ଦ୍ୱାରା ଡିଭିଜିବଲ ନୁହଁ ବୁଝିଲ ତେଣୁ এই ସଂଖ୍ୟାଟା 9 ଦ୍ୱାରା ଡିଭିଜିବଲ ନୁହଁ ବୁଝିପାରିଲ ତେଣୁ આપણે ଏକ୍ସାମ୍ପଲ ଦେଖିବା 1 2 3 4 5 6 7 8 9 এই ସଂଖ୍ୟାଟା 9 ଦ୍ୱାରା ଡିଭିଜିବଲ କି ନାହିଁ ଦେଖିବା ତାହେଲେ ଆମେ କହିଛେ sum of digit 1 ଯୁକ୍ତ 2 ଯୁକ୍ତ 3 ଯୁକ୍ତ 4 ଯୁକ୍ତ 5 6 ଯୁକ୍ତ 7 ଯୁକ୍ତ 8 ଯୁକ୍ତ 9 ତାହେଲେ ସାମ ଯଦି ହବ 9 ଦ୍ୱାରା ଡିଭିଜିବଲ ତାହେଲେ ପୁରା ସଂଖ୍ୟାଟା 9 ଦ୍ୱାରା ଡିଭିଜିବଲ 9 8 17 20 4 24 5 24 6 30 5 35 39 42 44 45 ଭଲ ଲାଗେ ତ ଦେଖିବା 9 8 17 20 4 24 24 6 30 35 39 42 44 45 ଠିକ ଅଛି এই 45ଟା 9 ଦ୍ୱାରା ଡିଭିଜିବଲ ହଉଛି ନା 45 ତାହେଲେ ଆମେ ଜାଣିଲେ ଏ ପୁରା ସଂଖ୍ୟାଟା 9 ଦ୍ୱାରା ଡିଭିଜିବଲ ଅଟେ ବୁଝିପାରିଲେ ସେଭଳିଆ 9 ର ଆଉ ଗୋଟେ ରୁଲ ଦେଖିବା ଡିଜିଟାଲ ସମ ସେଟା ବି ଦେଖିବା ଡିଜିଟାଲ ସମ କଣ ଗୋଟେ ଯଦି ସଂଖ୍ୟା ହେଇଥିବ 1 2 3 4 5 6 7 এই ସଂଖ୍ୟାଟା 9 ଦ୍ୱାରା ଡିଭିଜିବଲ କି ନାହିଁ ତାହେଲେ ଦେଖିବା ଏଥିରେ କଣ କରିବା 9 ଆମେ ମିଶେଇ ମିଶେଇ 9 କୁ କାଟିବା ମନେକର ଯୋଉ 7 ସହିତ 2 ମିଶିଲେ 9 କଟିଗଲା 5 ସହିତ 4 ମିଶିଲେ 9 କଟିଗଲା 6 ସହିତ 3 9 କଟିଗଲା ବାକି ରହିଲା କଣ 1 ଏଇଟା କଣ ଏଇଟା ହଉଛି ରିମାଇଣ୍ଡର ପୁରା ଯଦି କଟି ଯାଇଥାନ୍ତା ତାହେଲେ ଆମେ ଜାଣିଥାନ୍ତେ ଏଇ ପୁରା ସଂଖ୍ୟାଟା
9 দ্বারা ডিভিজিবল। এইটা হচ্ছে ডিজিটাল সম। বুঝছো? আর সংখ্যা দেখিবা 3, 6, 7, 9, তারপরে 5, 4, 5, 4, 2। এই সংখ্যাটা দেখিবা 9 দ্বারা সে ডিভিজিবল কি নাই। ତାହେଲେ ଆମର କଣ ଜାଣିଥିଲେ ଡିଜିଟାଲ ସମ୍। ତାମାନେ ଆମେ ମିଶେଇ ମିଶେଇ 9 ହେଲା ମାନେ କାଟିଦବା। ତାହେଲେ ଏଠି 9 ଅଛି, 9 କୁ କାଟିଦେଲେ 5 ଯୁକ୍ତ 4 5 ଯୁକ୍ତ 4 9, 7 ଯୁକ୍ତ 2 9, 6 ଯୁକ୍ତ 3 କଟିଗଲା। ରିମାଇଣ୍ଡର ନାହିଁ। ତେଣୁ এই ପୁରା ସଂଖ୍ୟାଟା 9 ଦ୍ୱାରା ଡିଭିଜିବଲ ଅଟେ। ଏମିତି ଯଦି କିଛି ଡାଉଟ୍ ହଉଛି ତାହେଲେ ଆମେ ଯୋଗ କରି ଦେଖିବା ତାର डिजिटल सम जो सम ऑफ डिजिट हଉଛି କି ନାହିଁ। 3 ଯୁକ୍ତ 6 ଯୁକ୍ତ 7 ଯୁକ୍ତ 9 ଯୁକ୍ତ 5 ଯୁକ୍ତ 4 ଯୁକ୍ତ 2। 6 3 9 10 6 16 16 4 20 5 25 5 30 34 36 36 ତାହେଲେ 9 6 36। ବୁଝିପାରିଲେ? ଏ ଡିଭିଜିବଲ ଆମ 9 ର ରୂପ ଆମେ ଜାଣିଲେ। ଏବେ ଦେଖିବା divisibility rule of 11। 11 ଟା କଣ କହୁଛି? ହଁ, ଅଲ୍ଟରନେଟିଭ ଟେକ୍ନିକ। ବୁଝିପାରିଲେ? ଯଦି ଗୋଟେ ସଂଖ୍ୟା ଏକ ଶୂନ 5 7 6 3 2 1 এই ଯୋଉ ସଂଖ୍ୟାଟା ଆମେ ଚେକ୍ କରିବା ସେ 11 ଦ୍ୱାରା ଡିଭିଜିବଲ କି ନାହିଁ। ତାହେଲେ ତାର ରୁଲ କଣ? ଅଲ୍ଟରନେଟିଭ ଟେକ୍ନିକ। ମାନେ 1 ସହିତ 5 ତା ସହିତ 6 ତା ସହିତ 2 ଆଉ 0 ସହିତ 7 ତା ସହିତ 3 ତା ସହିତ 1 ଏଗୁଡ଼ା ଯୋଗ ହବ। ତାପରେ ବିয়োଗ ହେଇଯିବ। ପ୍ରଥମ ସଂଖ୍ୟା ହେଲା 1 ଯୁକ୍ତ 5 ଯୁକ୍ତ 6 ଯୁକ୍ତ 2 ତା ସହିତ ମାଇନସ ହବ 0 ପ୍ଲସ୍ 7 ପ୍ଲସ୍ 3 ପ୍ଲସ୍ 1। ଦେଖିବା 5 के 6 6 12 13 14 14 7 3 10 11 12 14 ତାହେଲେ 3। এই ଯୋଉ 3 ବାହାରିଲା ଇଏ ହେଲା ରିମାଇଣ୍ଡର। ମାନେ 11 ଦ୍ୱାରା ଡିଭିଜିବଲ ହେଲେ ପୁରାଟା କଟିବ ନାହିଁ। 3 ରିମାଇଣ୍ଡର ରହିବ ରିମାଇଣ୍ଡର। ଆଉ ଯଦି ଏ ମାଇନସ ର ଭ୍ୟାଲୁ 0 ହେଇଥାନ୍ତା କିମ୍ବା 11 ହେଇଥାନ୍ତା କିମ୍ବା 22 ହେଇଥାନ୍ତା ତାହେଲେ ଡିଭିଜିବଲ ହେଇପାରିଥାନ୍ତା। ବୁଝିଲେ? ଦେଖନ୍ତୁ ଆଉ ଗୋଟେ ସଂଖ୍ୟା ନବା 1 2 3 4 5 6 8 7। এই ସଂଖ୍ୟାଟା 11 ଦ୍ୱାରା ଡିଭିଜିବଲ କି ନାହିଁ ଦେଖିବା। 1 ସହିତ 3 ଯୋଗ କରିବା ତା ସହିତ 5 ତା ସହିତ 8 ତା ସହିତ 2 ସହିତ 4 6 7 1 ଯୁକ୍ତ 3 ଯୁକ୍ତ 5 ଯୁକ୍ତ 8 ମାଇନସ 2 ଯୁକ୍ତ 4 ଯୁକ୍ତ 6 ଯୁକ୍ତ 7 ହେଲା 8 5 13 14 15 16 17 17
ମାଇନସ୍ 6 7 13 17 18 19 ତାହେଲେ -2 ଇଏ ତାର ରିମାଇଣ୍ଡର ନୁହଁ। ଆମେ ଏଇଠୁ ଯଦି -2 ଆସିବ ତାହେଲେ କଣ କରିବା 11 ରୁ ଏଇ 2 ମାଇନସ୍ କରିଦବା ତାହେଲେ 9 ଇଏ ହଉଛି ଆକ୍ଚୁଆଲ ରିମାଇଣ୍ଡର। ପଜିଟିଭରେ ଆସିଲା 3 ଦେଖନ୍ତୁ ଇଏ ହଉଛି ଆକ୍ଚୁଆଲ ରିମାଇଣ୍ଡର। ଯଦି ନେଗେଟିଭରେ ଆସିବ ସେ ଆକ୍ଚୁଆଲ ରିମାଇଣ୍ଡର କଣ 11 ମାଇନସ୍ 2 9 ବୁଝିପାରିଲେ। ତେଣୁକରି ଏଭଳି ଆଉ ଗୋଟେ ଦିଟା ଚେକ୍ କରିବା ସଂଖ୍ୟା ଗୋଟେ ନବା 11 1 2 1 2 3 4 5 6 7 8 9 8 8 ଥାଉ 8 8 ଏଇ ସଂଖ୍ୟାଟା ଦେଖିବା 1 ସହିତ 3 ତା ସହିତ 5 ତା ସହିତ 7 ତା ସହିତ 8 1 ଯୁକ୍ତ 3 ଯୁକ୍ତ 5 ଯୁକ୍ତ 7 ଯୁକ୍ତ 8 ତେଣୁ ଅଛି ପୁଣି 2 ଯୁକ୍ତ 4 ଯୁକ୍ତ 6 ଯୁକ୍ତ 8 8 7 15 5 20 3 23 1 24 24 6 8 14 4 18 19 20 20 ତାହେଲେ ରିମାଇଣ୍ଡର 4 ଇଏ ମଧ୍ୟ 11 ଦ୍ୱାରା ଡିଭିଜିବଲ୍ ନାହିଁ। ଠିକ ଅଛି। ଯଦି ମାଇନସ୍ ହେଲା ପରେ ତାର ଭ୍ୟାଲୁ 0 ଆସିବ କିମ୍ବା 11 ଆସିବ କିମ୍ବା 22 ଆସିବ ତାହେଲେ ଆମେ ଜାଣିବା ଏଇ ସଂଖ୍ୟାଟା ସେଇ ସଂଖ୍ୟାଟା ଯଦି ଦୁଇଟା ସଂଖ୍ୟାର ମାଇନସ୍ କଲେ ଅଲ୍ଟରନେଟିଭ କରିବା ଅଲ୍ଟରନେଟିଭକୁ ଯୋଗ କରିବା ଯୋଗ କଲା ପରେ ଯୋଉ ମାଇନସ୍ କଲେ ମାଇନସ୍ କଲା ପରେ ଯୋଉ ତାର ଭ୍ୟାଲୁ ଆସିବ ସେ ଯଦି 0 ଆସିବ କିମ୍ବା 11 ଆସିବ କିମ୍ବା 22 ଆସିବ ତାହେଲେ ଆମେ ଜାଣିବା ସେଇ ସଂଖ୍ୟାଟା 11 ଦ୍ୱାରା ଡିଭିଜିବଲ୍ ଅଟେ। ବୁଝିପାରିଲେ? ଭିଡ଼ିଓ ବେଶୀ ଲମ୍ବା କରିବାନି ତେଣୁ ଆଜିକା ଭିଡ଼ିଓ ଏତିକିରେ ରଖିବା। ନେକ୍ସଟ ଭିଡ଼ିଓରେ ପୁଣି ଡିଭିଜିବିଲିଟି ରୁଲର ଆମେ ଆଜି ଜାଣିଲେ 2ର 4 8 5 ଏବଂ 25ର 125ର ଏବଂ 11 କାଲିକି ପଡ଼ିବା 3 ତାପରେ 3 ରୁ ପଡ଼ିଲେ 3 ନ ବାକି ରହିଲେ କିଏ ତାହେଲେ 2 3 4 ଗଲା 5 ଗଲା 6 ରୁ ପଡ଼ିବା 7 ପଡ଼ିବା 8 ପଡ଼ିছে 9 ପଡ଼ିছে ଆଉ 10ଟା ଜାଣି ନିଅନ୍ତୁ 10ଟା ତ ଜାଣିଥିବେ ପ୍ରାୟ ସମସ୍ତେ ଯେକୌଣସି ସଂଖ୍ୟାର ଯଦି ଲାଷ୍ଟ ଡିଜିଟ୍ 0 ରହିଥିବ ତାହେଲେ ସେ ସଂଖ୍ୟାଟି 10 ଦ୍ୱାରା ବିଭାଜ୍ୟ। ଆଉ କହିବା ପାଇଁ ପଡ଼ିବନି ଏଟା ପ୍ରଥମ ଦ୍ୱିତୀୟ ଶ୍ରେଣୀ ଛୁଆ କହିପାରିବେ ଜାଣିଛନ୍ତି ବୁଝିଲେ। ତେଣୁ ଆପଣମାନେ ମଧ୍ୟ ରିମାଇଣ୍ଡ କରିଦିଅନ୍ତୁ 10ର ଡିଭିଜିବିଲିଟି ଚେକ୍ କରିବା କେମିତି ଯେକୌଣସି ଗୋଟେ ସଂଖ୍ୟା ଦେଇଥିବ 3 5 7 8 6 3 0 ତାହେଲେ ଚେକ୍ କରିବା ଲାଷ୍ଟ ଡିଜିଟଟା ଯଦି 0 ଥିବ ତାହେଲେ ସେ ସଂଖ୍ୟାଟା 10 ଦ୍ୱାରା ବିଭାଜ୍ୟ। ଗୋଟେ ଦେଇଥିବ ଯଦି 7 5 6 8 3 7 6 9 ଆମେ ଏଠି ଚେକ୍ କରିବା ଲାଷ୍ଟର ଡିଜିଟ୍ କ'ଣ ଅଛି 9 ଲାଷ୍ଟର 9 ଅଛି ମାନେ ସେ 10 ଦ୍ୱାରା ଡିଭିଜିବଲ୍ ନୁହଁ। ବୁଝିପାରିଲେ। ତେଣୁ ଏଇ ପୁରା ସଂଖ୍ୟାଟା 10 ଦ୍ୱାରା ଡିଭିଜିବଲ୍ ନୁହଁ। ବୁଝିପାରିଲେ। ତେଣୁ ଆଉ ବାକି ରହିଲା
6, 7, 13, 12, 15 ଏସବୁ ନେକ୍ସଟ କ୍ଲାସରେ ଆମେ ପଢିବା। ତେଣୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, କାହିଁକି ନା ଆପଣଙ୍କ ବହୁମୂଲ୍ୟ ସମୟ ଆମ ଚ୍ୟାନେଲକୁ ଦେଇଛନ୍ତି। ତା ସହିତ ଆଜି ହେଲା ବିଶ୍ୱକର୍ମା ପୂଜା। ଏହି ବିଶ୍ୱକର୍ମା ପୂଜାରେ ମଧ୍ୟ ଢେର ସାରା ଅଭିନନ୍ଦନ। ଆଉ ଯୋଉ ଭିଡ଼ିଓ ଆସିବ ସେଥିରେ ଆମେ କଣ୍ଟିନ୍ୟୁ କରିବୁ ଡିଭିଜିବିଲିଟି ରୁଲ୍। ଆଜି ପାଇଁ ରହୁଛି। ଜୟ ଜଗନ୍ନାଥ। ଥ୍ୟାଙ୍କ ୟୁ।